ପାଟଣା ବନାଞ୍ଚଳରେ ବନ୍ୟଜନ୍ତୁ ବିଶେଷକରି ହାତୀପଲଙ୍କ ସୁରକ୍ଷିତ ଚଳାଚଳ ଏବଂ ବିଦ୍ୟୁତ୍ ତାର ଜନିତ ଦୁର୍ଘଟଣା ରୋକିବା ନେଇ ଶୁକ୍ରବାର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ପାଟଣା ବନପାଳ ନିରଞ୍ଜନ ସେଠୀ, ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରାଙ୍କ ସମେତ ବନରକ୍ଷୀ ଓ ପାରା କର୍ମଚାରୀମାନେ ଯୋଗ ଦେଇଥିଲେ। ଟାଟା ପାୱାର ପକ୍ଷରୁ ତୁରୁମୁଙ୍ଗା ଏସ୍ଡିଓ ଜନ୍ମେଜୟ ବେହେରା, ସାହାରପଡ଼ା କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ସାହୁ, ପାଟଣା କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଓ ତୁରୁମୁଙ୍ଗା କନିଷ୍ଠ ଯନ୍ତ୍ରୀ ଗୁରୁପ୍ରସାଦ ଗିରି ପ୍ରମୁଖ ଉପସ୍ଥିତ ଥିଲେ। ବର୍ଷା ଓ ପବନ ଯୋଗୁଁ ଝୁଲି ପଡୁଥିବା ବିଦ୍ୟୁତ୍ ତାର, ଅଳ୍ପ ଉଚ୍ଚତାରେ ଥିବା ତାର ଏବଂ ବେଆଇନ ହୁକିଂ ନେଇ ବୈଠକରେ ଆଲୋଚନା ହୋଇଥିଲା। ଉଭୟ ବିଭାଗ ପକ୍ଷରୁ ମିଳିତ ଭାବେ ବନାଞ୍ଚଳର ବିଭିନ୍ନ ସ୍ଥାନ କ୍ଷେତ୍ର ପରିଦର୍ଶନ କରି ସୁରକ୍ଷା ସ୍ଥିତି ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ବେଆଇନ ହୁକିଂ ଉଚ୍ଛେଦ, ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ସଜାଡ଼ିବା ଏବଂ ହାତୀଙ୍କ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ଖୁଣ୍ଟର ଉଚ୍ଚତା ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି। କେନ୍ଦୁଝରରୁ ଦଶରଥ ବାରିକଙ୍କ ସହ ପାଟଣାରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ, ବ୍ଲାକି ନ୍ୟୁଜ୍ ଓଡ଼ିଆ।